ଠାକୁରଙ୍କର ଭାବଧାରା କାର୍ଯ୍ୟକ୍ରମ ନୀତି ନିୟମ ଏ ତ ସମସ୍ତେ ଅଳ୍ପ ବହୁତ ଜାଣିଛନ୍ତି। ତେବେ ଆଜି ସତ୍ସଙ୍ଗ ଯେଉଁ ମୁଖ୍ୟ ଉଦ୍ଦେଶ୍ୟ ନେଇକି ହେଇଛି ଏଠି ଆମର ଶ୍ରଦ୍ଧେୟ ବାଳକୃଷ୍ଣ ବେହେରା ଭାଇ ଯିଏକି ସତ୍ସଙ୍ଗର ଜଣେ ସହପ୍ରତିନିଧି, ଏ ଆଜି ତାଙ୍କର ଏଇ ଯେଉଁ ନବନିର୍ମିତ କଲ୍ୟାଣ ମଣ୍ଡପ ତାଙ୍କର ସହଧର୍ମିଣୀ ସ୍ୱର୍ଗତା ବିଳାସୁଣୀ ମା ତାଙ୍କରି ନାମରେ ଏଇ କଲ୍ୟାଣ ମଣ୍ଡପଟି ଆଜି ସେ ତାର ଶୁଭ ଉଦ୍ଘାଟନ କଲେ। ଯେହେତୁ ସେ ଶ୍ରୀ ଶ୍ରୀ ଠାକୁରଙ୍କୁ ଗ୍ରହଣ କରିଛନ୍ତି, ଠାକୁର ଅନୁକୂଳ ଚନ୍ଦ୍ରଙ୍କର ସଦୀକ୍ଷା ଗ୍ରହଣ କରିଛନ୍ତି, ସେଇ ଦୃଷ୍ଟିରୁ ଆଗେ ତାଙ୍କର ଇଷ୍ଟ ଆଦର୍ଶ ବା ଗୁରୁ ତାଙ୍କୁ ସେ ପ୍ରତିଷ୍ଠା କରିକି ସେ ଆଜି ତାର ଏଠି ଗୋଟେ ସତ୍ସଙ୍ଗ କଲେ ଏବଂ এই ସତ୍ସଙ୍ଗ ହେବା ଫଳରେ ଆଜିର ଏଇ ଯେଉଁ କଲ୍ୟାଣ ମଣ୍ଡପଟି ବିଳାସୁଣୀ ମା ବିଳାସୁଣୀ କଲ୍ୟାଣ ମଣ୍ଡପ ସେଇଟା ଆଜି ଉଦ୍ଘାଟିତ ହେଲା। ତେବେ ସତ୍ସଙ୍ଗ ହେଉଛି ଏଭଳି ଗୋଟେ ଅନୁଷ୍ଠାନ, ଏଥିରେ କୌଣସି ବର୍ଣ୍ଣ ନାହିଁ, ଜାତି ନାହିଁ, ଧର୍ମ ନାହିଁ, ଯାହା ତଥାକଥିତ ଭାବେ ଆମମାନଙ୍କ ଭିତରେ ଆମେ ବୁଝୁଛୁ ଜାଣୁଛୁ, ଏଇଟା ସମସ୍ତଙ୍କୁ ନେଇ। ଏଠି ହିନ୍ଦୁ ଅଛନ୍ତି, ମୁସଲିମ ଅଛନ୍ତି, ଖ୍ରୀଷ୍ଟିଆନ ଅଛନ୍ତି, ଜୈନ ଅଛନ୍ତି, ସମସ୍ତେ ଅଛନ୍ତି। ସମସ୍ତଙ୍କ ଭିତରେ ଗୋଟିଏ ଭାତୃଭାବ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ କିଭଳି ସୃଷ୍ଟି ହେବ ସେଇଟା ହିଁ ସତ୍ସଙ୍ଗ। ଏବଂ ସତ୍ସଙ୍ଗ ମଣିଷକୁ ଗୋଟିଏ ଖୋରାକ ଯୋଗାଏ, ମଣିଷ କେମିତି ଭଲରେ ବଞ୍ଚିବ ଆଉ ଭଲରେ ବଢ଼ିବ। ଇନ୍ ବ୍ରିଫ୍ ସଂକ୍ଷେପରେ କହିବାକୁ ଗଲେ ସତ୍ସଙ୍ଗର ଲକ୍ଷ୍ୟ ହେଉଛି ଗୋଟେ ମଣିଷ ତିଆରି କାରଖାନା, ଗୋଟେ ମଣିଷ କିଭଳି ଭାବରେ ଭଲରେ ବଢ଼ିବ ଏବଂ ଭଲରେ ବଞ୍ଚିବ, ଏଇଟା ହେଉଛି ସତ୍ସଙ୍ଗର ଲକ୍ଷ୍ୟ। କାହିଁକି ନା ଏଇ ଯୁଗ ଯୁଗ ଧରିକି ଏଇ ମଣିଷର ଯେଉଁ କଲଚର, ଯେଉଁ ସଭ୍ୟତାଟା କ୍ରମବର୍ଦ୍ଧିଷ୍ଣୁ ସଭ୍ୟତା, ସେଟା କ୍ରମଶଃ କଳୁଷିତ ହେଇ ଆସୁଛି ଏବଂ ମଣିଷମାନଙ୍କ ଭିତରେ ଗୋଟେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ନାହିଁ। ଆଜି କମ୍ପିଟିସନ୍ ଚାଲିଛି, ପାରସ୍ପରିକ କିଭଳି ଭାବରେ ଆମମାନେ ବଢ଼ିବୁ, କିଭଳି ଭାବରେ ବଞ୍ଚିବୁ, ସେଥିପାଇଁ ଦରକାର ପଡ଼ିଲେ ମଧ୍ୟ ଅନ୍ୟକୁ ଉପେକ୍ଷା କରି ମୁଁ ନିଜେ ନିଜେ ଆଗକୁ ଚାଲେ। ମୁଁ ଯେତେବେଳେ ଆଗକୁ ଚାଲେ ମୋ ପଛରେ ଯେଉଁମାନେ ଅଛନ୍ତି ସେମାନେ ମଧ୍ୟ ଆଗକୁ ଚାଲିବାକୁ ଚେଷ୍ଟା କରୁଛନ୍ତି। ଯୁବପିଢ଼ି ଯେଉଁମାନେ ଆଜିକାଲି ଯୁବପିଢ଼ି ପ୍ରଥମ କଥା ଯେଉଁମାନେ ସେ ଠାକୁରଙ୍କୁ ଗ୍ରହଣ କରିଛନ୍ତି, ପ୍ରଥମତଃ ସେମାନଙ୍କୁ ଆମର ନୀତି ନିୟମ ଭିତରେ, ନୀତି କହିଲେ ଯାହା ମୋର ବଞ୍ଚିବା ବଢ଼ିବା ପାଇଁ ସହାୟକ ସେଇଟା ହେଉଛି ନୀତି। ପିଲାମାନେ ଯେତେବେଳେ ସକାଳେ ପ୍ରାର୍ଥନା କରନ୍ତି, ପ୍ରାର୍ଥନା କଲେ ସେମାନେ ପ୍ରାର୍ଥନାନ୍ତେ ବାପା ମା ଭାଇ ଭଉଣୀ ଗୁରୁଜନ ଯେଉଁମାନେ ଅଛନ୍ତି ସେମାନଙ୍କ ପାଦ ତଳେ ପ୍ରଣାମ କରନ୍ତି। ଯିଏ ପ୍ରଣାମ କଲା ସେ କେବେ ହେଲେ ମୁଣ୍ଡ ଟେକିକି କଥାବାର୍ତ୍ତା କରିବ ନାହିଁ, ଅର୍ଥାତ୍ ତା ବାପାକୁ ପ୍ରତ୍ୟୁତ୍ତର ଦେବ ନାହିଁ। ସେ ପ୍ରାର୍ଥନା କଲା, ଶ୍ରୀ ଶ୍ରୀ ଠାକୁରଙ୍କର ଯେଉଁ ବାଣୀପାଠ କଲା ତାରି ଭିତରେ ଯାହା ସେ ଅନୁସରଣ କଲା ତା ଚରିତ୍ର ଚଳନ ଭିତରେ ସେଇଟାକୁ ଫୁଟେଇ ତୋଳିଲା, ଯାହାଫଳରେ ଏ ଯେଉଁ ଉଚ୍ଛୃଙ୍ଖଳତା ପିଲାମାନଙ୍କ ଭିତରେ କ୍ରମଶଃ ବଢ଼ି ବଢ଼ି ଚାଲିଛି, ସେଇ ଉଚ୍ଛୃଙ୍ଖଳତା ଆପଣମାନେ ଦେଖିବେ ନାହିଁ। ଅନ୍ତତଃ ସତ୍ସଙ୍ଗୀ ପରିବାରମାନଙ୍କ ଭିତରେ ଯେଉଁ ପିଲାମାନେ ଶ୍ରୀ ଶ୍ରୀ ଠାକୁରଙ୍କୁ ଗ୍ରହଣ କରିଛନ୍ତି ଆପଣମାନେ ଦେଖନ୍ତୁ, କମ୍ପାରେଟିଭଲି ଉଚ୍ଛୃଙ୍ଖଳତା ବହୁତ କମ୍। ସେମାନେ ମାନନ୍ତି, ଗୁରୁ ଗୁରୁଜନକୁ ମାନନ୍ତି, ସମାଜକୁ ମାନନ୍ତି, ରାଷ୍ଟ୍ରକୁ ମାନନ୍ତି, ଗୋଟେ ନୀତି ନିୟମକୁ ମାନିକି ଚାଳନ୍ତି, ଯାହାଫଳରେ ଗୋଟେ ଶୃଙ୍ଖଳାବୋଧ ସେମାନଙ୍କ ଭିତରେ ସୃଷ୍ଟି ହେଉଛି। ଏଇ ଶୃଙ୍ଖଳାବୋଧଟା ଯେତେବେଳେ ଏଇ ଯୁବପିଢ଼ିମାନଙ୍କ ଭିତରେ ସୃଷ୍ଟି ହେବ, ସମାଜଟା ବାନ୍ଧି ହେବ, ସମାଜଟା ଆଗେଇ ଆଗେଇ ଚାଲିବ। ତା ନହେଲେ ଏଇ ଗୋଡ଼ ଟଣା ନୀତି ସମାଜକୁ ପଛକୁ ନିଏ।